ଆଜିର ରାଶିଫଳ ନଭେମ୍ବର 20 ତାରିଖ ଗୁରୁବାର। ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ମେଷ, ପାପଗ୍ରହ ଶନି ଓ ରାହୁଙ୍କ ପ୍ରଭାବରେ ଦୈନନ୍ଦିନ ଜୀବନରେ ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିବେ। ପରସ୍ପର ପଡ଼ୁନଥିବା ପୁଅ ବୋହୂଙ୍କ କଥା ମନକୁ ଆନ୍ଦୋଳିତ କରିପାରେ। ବନ୍ଧୁକୁ ଦେଇଥିବା ଅର୍ଥକୁ କେନ୍ଦ୍ର କରି ସମସ୍ୟା ଦେଖାଦେବ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅନୁସାରେ ହଠାତ୍ ଯାତ୍ରା କରିବାକୁ ପଡ଼ିବାର ସମ୍ଭାବନା ରହିଛି। ବୃଷ, ଶୁକ୍ରଙ୍କ ଶୁଭ ପ୍ରଭାବରୁ ଶାରୀରିକ ସୁସ୍ଥତା ସାଙ୍ଗକୁ ମାନସିକ ସ୍ଥିତି ଭଲ ରହିବ। ବିଭିନ୍ନ ଘରୋଇ ସମସ୍ୟା ମଧ୍ୟରେ ଅଣନିଶ୍ୱାସୀ ହୋଇ ବ୍ୟତିବ୍ୟସ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ପାଇପାରିବେ। ନିର୍ମାଣ, ପ୍ରକାଶନ, କଚେରୀ ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରେଇ ହେବ। ମିଥୁନ, ଧନ ସ୍ଥାନରେ ବୃହସ୍ପତିଙ୍କ ସ୍ଥିତି ଜନିତ ଆର୍ଥିକ ସ୍ଥିତି ଭଲ ରହିବ। ଅତ୍ୟାବଶ୍ୟକ କାମ ଅଟକି ରହିବାରୁ ସେହି କଥାକୁ ଚିନ୍ତା କରି ଅନ୍ୟମନସ୍କ ରହିପାରନ୍ତି। ବହୁ ଦିନରୁ ଚେଷ୍ଟା କରୁଥିବା କୌଣସି ନୂତନ କାର୍ଯ୍ୟରେ ଯୋଗ ଦେବାର ସୂଚନା ରହିଛି। ଯାନବାହନ, ଜମିଜମା, ଗୃହସୀମା, ମାଲି ମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ। କର୍କଟ, ବନ୍ଧୁ କାରକ ବୁଧ କୋଣ ଭାବ ମଣ୍ଡନ କରୁଥିବାରୁ ବିବାଦର ସମାଧାନ ପାଇଁ ପଥ ପରିଷ୍କାର କରିବ। କର୍ମକ୍ଷେତ୍ରରେ ଅସୁବିଧା ଭୋଗିବେ ଏବଂ କାରଣ ନଥାଇ ଦୋଷୀ ସାବ୍ୟସ୍ତ ହେବେ। ଧର୍ମ ଅନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ଗୃହ, ଯାନବାହନ ତଥା ଯାନ୍ତ୍ରିକ ଜିନିଷର ମରାମତି ପାଇଁ ବ୍ୟତିଗ୍ରତା ପ୍ରକାଶ କରିପାରନ୍ତି। ସିଂହ, କବନ୍ଧ ଗ୍ରହ କେତୁ ରାଶିରେ ଅବସ୍ଥାନ କରି ସ୍ୱାସ୍ଥ୍ୟ ଓ ବ୍ୟବସାୟ ସାଙ୍ଗକୁ ଯାତ୍ରାରେ ଦ୍ୱନ୍ଦ୍ୱ ସୃଷ୍ଟି କରାଇବେ। ପରିବାର ଭିତରେ ସାଧାରଣ କଥାକୁ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ଆପଣଙ୍କର କୃତି ଓ କୃତିତ୍ୱକୁ ନେଇ ସାହିତ୍ୟ ରଚନାତ୍ମକ କାମରେ ପ୍ରଶଂସା ମିଳିବ। ସଂସ୍କୃତି କିମ୍ବା ସାଂଗଠନିକ କାମ, ରାଜନୈତିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ। କନ୍ୟା, ରାହୁଙ୍କ କୁପ୍ରଭାବ ପରିବାର ବୁଝାମଣା ଓ ବିଚାରଧାରାକୁ ଓଲଟ ପାଲଟ କରିଦେବ। ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। କାର୍ଯ୍ୟକ୍ଷେତ୍ରରେ ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ ଏବଂ ମଧ୍ୟାହ୍ନରେ ଟେନସନ୍ ଦୂର ହେବ। ଗୃହ, ଜମିଜମା, ମାଲି ମକଦ୍ଦମା ସମ୍ପର୍କିତ ଆଲୋଚନା ବିଗିଡ଼ି ଯାଇପାରେ। ତୁଳା, ରାହୁ ପରମିତ୍ର ଶନିଙ୍କ ଗୃହରେ ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ଉପାୟ ଚିନ୍ତା କରିପାରନ୍ତି। ବିଶାଖା ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ସମ୍ମୁଖୀନ ହେବାକୁ ପଡ଼ିପାରେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ବ୍ୟବସାୟ, ପରିବହନ, ପ୍ଲଟିଂ କାରବାର ଓ କଚେରୀ ମାମଲାରେ ଶୁଭଫଳ ପାଇବେ। ବିଛା, ଶାରୀରିକ ସୁସ୍ଥତା ପୂର୍ଣ୍ଣ ମାତ୍ରାରେ ଅକ୍ଷୁଣ୍ଣ ରହିଲେ ମଧ୍ୟ ଅପୂରଣୀୟ ଆଶା ମାନସିକ ସ୍ତରକୁ କୁଳସିତ କରିପାରେ। ଆପଣଙ୍କ କର୍ମକ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି। ସହକର୍ମୀଙ୍କ ସହ ସଦ୍ଭାବ ବୃଦ୍ଧି ହୋଇପାରେ, ଯାହାକି ପରକ୍ଷଣରେ ଦରକାର ଆସିବ। ଧନୁ, ଚନ୍ଦ୍ରଙ୍କ ଏକାଦଶ ସ୍ଥାନରେ ଅବସ୍ଥିତି ପାରିବାରିକ ଜୀବନକୁ ସରସ କରାଇବ। ଆଜିର ଘର ଅପେକ୍ଷା ବାହାର ଲୋକମାନେ ଆପଣଙ୍କ ପକ୍ଷ ସମର୍ଥନ କରିବେ। ବ୍ୟବସାୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ରାଷ୍ଟ୍ରାଧିପତି ଦୁସ୍ଥାସନ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ମାନସିକ ସୁସ୍ଥତାକୁ ବ୍ୟାହତ କରିପାରେ। ମକର, ଅଷ୍ଟମ ଭାବରେ କେତୁଙ୍କ ଅବସ୍ଥାନ ପ୍ରଭାବରେ ଭଲ କଥାକୁ ମଧ୍ୟ ଓଲଟା ଦୃଷ୍ଟିରେ ଦେଖିପାରନ୍ତି। ସୁଯୋଗର ସଦ୍ବ୍ୟବହାର କରିପାରିଲେ ଆଶା ପୂରଣ ହେବ। ସାହିତ୍ୟ ସହଯୋଗ ମାଧ୍ୟମରେ ନିଜ ପାଇଁ ନୂତନ ସହଯୋଗ ସକାଶେ ରାସ୍ତା ଉନ୍ମୋଚନ କରିବେ। ବ୍ୟବସାୟରେ ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାନ୍ତୁ ନାହିଁ। କୁମ୍ଭ, କର୍ମାଧିପତି ମଙ୍ଗଳଙ୍କ ଶୁଭ ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବଢ଼ିବ। ଗତକାଲିଠାରୁ ଯାହା ଚିନ୍ତା କରୁଛନ୍ତି ତାହା ସହଜରେ ସମ୍ପନ୍ନ କରିବେ। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡ଼ିବା ପାଇଁ ଚିନ୍ତା କରିବେ। କାନକୁହା କଥାକୁ ସତ୍ୟମଣି ଉପରିସ୍ଥିତ ଅଫିସରଙ୍କ ଭର୍ସନା ମାନସିକ ସ୍ଥିତିକୁ ବିଗାଡ଼ିପାରେ। ମୀନ, ରାଶି ପାଇଁ ଗ୍ରହସ୍ଥିତି ଅନୁକୂଳ ରହିଥିବାରୁ
କାମଟି ଅଟକିବ ନାହିଁ। ପାରିବାରିକ କ୍ଷେତ୍ରରେ ନୂତନ ଯୋଜନାର ଅଗ୍ରଗତି ମନକୁ ଉଚାଟ କରିବ। ପୂର୍ବ ଭାଦ୍ରପଦର ସମସ୍ୟା ବଢ଼ିବାରୁ ବ୍ୟବସାୟରେ ଆଖି ଦୃଶିଆ ସଫଳତା ହାସଲ କରିପାରିବେ ନାହିଁ। ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।